এই ଖରା ଦିନଟାରେ ଅଦିନିଆ ବର୍ଷାଟା ଏମିତି ଲାଗି ରହିଛି। ବର୍ଷା ଦିନ ଯେମିତି ଗୋଟେ ଛୋଟ ମୋଟ ଲଘୁଚାପ 2 ଦିନ ହବ ଦିନ ରାତି ଲଗାତାର ବର୍ଷୁଛି। ସକାଳୁ ଆଜି ବର୍ଷା ଟିକେ ଛାଡ଼ିଗଲା ପରେ ବାହାରକୁ ପୂଜା କରିବା ପାଇଁ ଯାଇଥିଲି। ଆଉ ବାହାରର ଭିଉଟା ଏତେ ସୁନ୍ଦର ଲାଗୁଥିଲା। ଏଇ ଦେଖନ୍ତୁ ଆମ ଘର ପଛପଟରେ ଦୂର ବଣ ପାହାଡ଼ କେତେ ସୁନ୍ଦର ଦେଖାଯାଉଛି। ସତରେ ପାହାଡ଼ିଆ ଜାଗାରେ ରହୁଛି ବୋଲି ସିନା ଆମେ ପ୍ରକୃତିର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରୁଛୁ। ଟିକେ ଭାବିଲି ଯଦି ଏଭଳିଆ ମସ୍ତ ପାଗରେ ଟିକେ ଚକୁଳି ସାଙ୍ଗରେ ଚିକେନ କଷା ହେଇଯିବ ହେଇଗଲା। ହେଲେ ଭାବୁ ନୁହଁ ପୁରା ଘଣ୍ଟାଟେ ଲାଗିଲା ବନେଇବାକୁ। ମୋ ପାଗଟା ଆଜି ଏମିତି ହେଇଛି ମାନେ ଆଜି ଚିକେନ କଙ୍କଡ଼ା ମାଛ ସବୁ ମାଡ଼ ହବ। ଏଇ ଦେଖୁନାହାନ୍ତି ସାଙ୍ଗେ ସାଙ୍ଗେ କଙ୍କଡ଼ା ରୋଷେଇ ପାଇଁ କଙ୍କଡ଼ାକୁ ସିଝେଇକି ସଫାସଫି କରିଦେଇ ସାଙ୍ଗେ ସାଙ୍ଗେ ମସଲା କଷି କରିଦେଲି। ଆଉ ସେତିକି ବେଳେ ମାଛ 2-4ଟା ନେଇକି ଆସିଲେ। ଆଉ ମାଛଟା କ'ଣ ଗୋଟେ କହିଲେ ବାଲିକିରେ ମାଛ ତ, ଆପଣମାନଙ୍କ ଆଡ଼େ କ'ଣ କୁହନ୍ତି କହିବେ କମେଣ୍ଟ। ଗୋଟେ ମାଛକୁ ଲୁଣ ହଳଦୀରେ ଗୋଳିକି ଭାଜିଦେଲି। ଆଉ ସେପଟେ କଙ୍କଡ଼ାକୁ କଷିକି ତରକାରୀ ବନେଇଦେଲି। ଆଉ ଟିକେ ବଡ଼ି ପକେଇକି ବଢ଼ିଆ ସେ ଶାଗ ଭଜାଟେ ହେଲା। ଆଉ ଦ୍ୱିପହର ଖାଇବା ପାଇଁ କଙ୍କଡ଼ା ଝୋଳ ସାଙ୍ଗରେ ଶାଗ ଭଜା ବଢ଼ିଆ ହେଲା। ଆଚ୍ଛା ଆଜିର ଏଇ ପାଗକୁ ଆପଣମାନେ କେମିତି ଏନ୍ଜୟ କଲେ ଆଉ କ'ଣ ଖାଇଲେ ମୋତେ କମେଣ୍ଟରେ ନିହାତି ଭାବରେ ଜଣେଇବେ। ଏମିତି ଲଗାତାର ମେଘ ଲାଗିଲେ ରହିଲେ ଲୁଗାପଟା ତ ଶୁଖେ ନାହିଁ। ତ ଏଇଭଳିଆ ସିଚୁଏସନରେ ଆମର ଏଇ ରୁମ୍ ହିଟରଟା ହିଁ ଆମକୁ ବହୁତ ସାହାଯ୍ୟ କରେ। ଏଇଥିରେ ହିଁ ମୁଁ ଲୁଗାପଟା ଶୁଖେ।